ଏମିତି ସମ୍ମାନ ପାଇବି ମୁଁ ଜମାରୁ ଜାଣିନଥିଲି। ଷ୍ଟେଜ ଉପରେ ତ ମୁଁ ହଉଛି ଟି ସମୀର, ୱେଲକମ୍ ଟୁ ମାଇ ମିନି ବ୍ଲଗ ସିରିଜ। ଆମେ ମାନେ ସବୁ ସକାଳୁ ବାହାରି ଯାଇଥିଲୁ କଲେକ୍ଟର ଅଫିସ, ତ ଅନୁଗୁଳର କଲେକ୍ଟର ଅଫିସ କୁ ତ ବାହାରି ଯାଇଥିଲୁ। ତ ମାଇ ଭୋଟ ର କଣ ଏମିତି ସାର୍ଟ ଯାଇଥିଲୁ, ତ ମାଇ ଭାରତ ମାଇ ଭୋଟ, ମାଇ ଭାରତ ମାଇ ଭୋଟ ର ଗୋଟେ ଆମର ପ୍ରଚାର ଥିଲା ଆଜି। ମୁଁ ଏଠାରେ ଥିଲି ଭଲେଣ୍ଟର। ଆମେ ସେଠାରେ ରାଲି କରିକି ଟିକେ ଯାଇଥିଲୁ ସଭାଘର ଅନୁଗୁଳକୁ। ତ ଅନୁଗୁଳର ସଭାଘରରେ ପହଞ୍ଚିଲା ବେଳକୁ ଏମିତି ଡେକୋରେସନ ଥିବ ବୋଲି ମୁଁ ଜମାରୁ ଜାଣିନଥିଲି। ତ ଏମିତି ଡେକୋରେସନ ରେ ତ ଏତେ ଛୁଆ ଥିଲେ ବୋଲି ମୁଁ ଭାବିବି ନଥିଲି। କେମିତି ହେଇଛି ଆମ କଷ୍ଟ୍ୟୁମ ଟା ତ କମେଣ୍ଟ ରେ ଟିକେ ଜଣେଇଦେବେ। ତାପରେ ମୁଁ ସେଠାରେ ଟିକେ ବସିକି ଟିକେ ଷ୍ଟାଇଲ ତ ବନତା है, ତ ଷ୍ଟାଇଲ ଟିକେ ମାରି ମାରି ମୁଁ ଟିକେ ଶପଥ ପାଠ କଲି। ତାପରେ ସମସ୍ତେ ଆମେ ଟିକେ ଶପଥ ପାଠ କରିକି ଆମକୁ ସେଠାରେ ଷ୍ଟେଜକୁ ଡାକିକି ଉତ୍ତରୀୟ ପ୍ରଦାନ କରିବେ ବୋଲି ମୁଁ ଭାବିବି ନଥିଲି। ତ ମତେ ବି ବହୁତ ଖୁସି ଲାଗିଲା। ତାପରେ ଆମେ ଟିକେ ଜିଲ୍ଲା ପରିଷଦ ଜିଲ୍ଲାପାଳଙ୍କର ସହିତ ଟିକେ ଫଟୋ ଉଠେଇଲୁ। ତାପରେ ମୁଁ ଟିକେ ସେଠାରେ ଦେଖେଇଦେଲି ଏମିତି ଏମିତି କିଛି ଅବସ୍ଥା ଥିଲା। ତ ମୁଁ ଟିକେ ଷ୍ଟାଇଲ ନ ମାରିଲେ କଣ ହବ। ତ ଷ୍ଟାଇଲ ମାରି ମାରି ତମ ଭାଇ ଟିକେ ବାହାରକୁ ଆସିଲା। ତ ବ୍ଲଗ ଟି ଭଲ ଲାଗିଥିଲା, ଲାଇକ୍ କମେଣ୍ଟ ସେୟାର ଏଇଠି କରିଦେବେ।